ଗ୍ରୀଷ୍ମର ପ୍ରଚଣ୍ଡ ରୁଦ୍ରତାପ ସହିତ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ଏହାକୁ ଆଖି ଆଗରେ ରଖି ସାଧାରଣ ଜନତା, ପଥଚାରୀ, ବାଇକ୍ ଆରୋହୀଙ୍କ ସମେତ ଡ୍ରାଇଭର ବନ୍ଧୁମାନଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଜୟ ବଜରଙ୍ଗବାଲି ଟ୍ରକ୍ ଓ ଟିପର ମାଲିକ ସଂଘ ବ୍ରାହ୍ମଣୀପାଳ ତରଫରୁ ଶନିବାର ଏକ ଜଳଛତ୍ରର ଶୁଭ ଉଦ୍ଘାଟନ କରାଯାଇଛି। ପବିତ୍ର ଶନି ଓଷା ଦିନ ସଂଘର ସଭାପତି ଯୁବନେତା ଇଞ୍ଜିନିୟର ଦୀପକ କୁମାର ଜେନା, ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ଧୀରଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଥିବା ବେଳେ ଶ୍ରୀ ଜେନା ଓ ଧୀର ନିଜ ହାତରେ ଲୋକମାନଙ୍କୁ ଦହି ସରବତ ବଣ୍ଟନ କରିଥିଲେ। ସଂଘର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ। ତେବେ ସଂଘର ଏହି ଜନହିତକର କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଉଛି। ବ୍ୟୁରୋ ରିପୋର୍ଟ, ମହାଗିରି ନ୍ୟୁଜ୍।